ମାଛ ଚାଷ କରିପାରିବା, ଆମେ ଋଣ ନେଇକିରି ବିଭିନ୍ନ ପ୍ରକାର ଚାଷ କାର୍ଯ୍ୟ କରିପାରିବା। ବିଭିନ୍ନ ଲୋକ ଗୋଟେ ଯୁବକ ଯଦି ନିଜେ ଚାହିଁବ ସେ ଅନେକକୁ ଏମ୍ପ୍ଲୟମେଣ୍ଟ ଦେଇପାରିବ। କିନ୍ତୁ ଆମେ ଆମ କନ୍ଧମାଳ ଜିଲ୍ଲାର ପିଲା ସେମାନେ ପାଠ ପଢି ସାରିଲା ପରେ ମୁଁ ଦେଖିଛି ଗ୍ରାଜୁଏସନ ସରିବ, କିଏ କେରଳ ପଳେଇବେ, କିଏ ଭଲି ଖେଳୁଥିବେ, କିଏ କ୍ରିକେଟ ଖେଳୁଥିବେ, କିନ୍ତୁ ନିଜକୁ ଯେ ସେ କାହିଁକି ପାଠ ପଢିଲା ସେ ଚିନ୍ତା କରିପାରୁନାହିଁ। ଯୋଉ ବାପା ମା ମୁଣ୍ଡର ଝାଳ ଦୁଧରେ ମାରି ଦିନ ସାରା ପଥରକୁ ପିଟି ପିଟି ବୁଢୀ ଡବାଟି ପିଟି କିଏ କାଠ ବୋଝଟି ଆଣି ତାକୁ ପାଠ ପଢାଇଥିଲା, ସେ ସ୍ୱପ୍ନ ସେ ବାପାର ସ୍ୱପ୍ନକୁ ସେ ଭୁଲିଯାଏ ଏବଂ ନିଜେ ପଥଭ୍ରଷ୍ଟ ହେଇଯାଏ। ତେଣୁ ଯୁବ ସମାଜ ନିଜେ ଚିନ୍ତା କରିବା ଦରକାର ଯେ ମୁଁ ପାଠ ପଢିଲି, ମୁଁ କିପରି ନିଜେ ସ୍ୱାବଲମ୍ବୀ ହେଇପାରିବି, ନିଜ ଗୋଡ଼ରେ ନିଜେ କିପରି ଠିଆ ହେଇପାରିବି। ଅନେକ ସ୍କିମ୍ ରହିଛି, ଅନେକ ଯୋଜନା ରହିଛି, କିନ୍ତୁ ସେ ଯୋଜନାକୁ ବୁଝିବା ଦରକାର। କୋଉ ଯୋଜନା ମୋ ପାଇଁ ଠିକ ଭାବରେ କାମରେ ଲାଗିବ, ଯଦି ସେଇ ଚିନ୍ତାଧାରା କରିବ ତାହେଲେ ଗୋଟେ ସୁନ୍ଦର କନ୍ଧମାଳ ତିଆରି ହେଇପାରିବ, ଯୁବ ସମାଜ ସ୍ୱାବଲମ୍ବୀ ହେଇପାରିବ। ଧନ୍ୟବାଦ। ଆମର ଜ୍ଞାନ ଭାଇ ସୁନ୍ଦର ଭାବରେ ତାଙ୍କର ଅଭିବ୍ୟକ୍ତି ରଖିଥିଲେ। ବର୍ତ୍ତମାନ ମୁଁ ଆମର ବ୍ଲକ କୋର୍ଡିନେଟରକୁ ଅନୁରୋଧ କରିବି ସେ ଦୁଇ ପଦେ ତାଙ୍କର ବକ୍ତବ୍ୟ ରଖିବା ପାଇଁ। भारत माता की जय, भारत माता की जय, भारत माता की जय। आज मंचरे उपस्थित थिबा हमर वीडियो साहेब एवं हमर एमएलए प्रतिनिधि ज्ञान भाई एवं एथे उपस्थित थिबा समस्त अतिथि मानू प्रथमे मोर हृदय स्वागत जनाऊँ एवं नमस्कार जनाऊँ। आज लक्ष्य है स्वावलम्बी ओडिशा आम किपर विकसित हो विकसित होगा आम ओडिशा देखा गले युवक मैंने प्रकृतर दुईटी जिनिस बेसी आकृष्ट होती। गोटे है जवानी आ गए है निशा की दीवानी। देखा गले आम कंधमाल अधिक लोक मैंने निशाग्रस्त अवस्था रोचे एवं जवानी पक्षरे अधिक गुरुत्व दौरान सेगुड़ी आम किपर बंद कर आम मैंने चाहिए आम मैंने युवक मैंने चाहिए एगुड़िक बंद हो पारे।